ପୁରୁଣାକୋଟ ଛକ ବିଶ୍ରାମ ଗାରଠାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ପାଳାଖେମୁଣ୍ଡି ସ୍ଥିତ ପୁରୁଣାକୋଟ ଛକ ବିଶ୍ରାମ ଗାରଠାରେ ଆଜି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଗଜପତି ଜିଲ୍ଲା ଛେଳିଗଡ଼ ଅଞ୍ଚଳର ବାବନା ଦଳେ ବୋଲି ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁସାରେ ଗତ ରାତିରେ ନିକଟ ଏକ ସମ୍ପର୍କୀୟଙ୍କ ସହ ଦେଖା କରି ପରେ ସେଠାରୁ ସେ ଚାଲିଯାଇ ପୁଣି ରାତ୍ର ସମୟରେ ଉକ୍ତ ବିଶ୍ରାମଗାରରେ ବସିଥିଲେ। ହେଲେ ସକାଳେ ଦେଖିବା ବେଳେ ସେ ତଳେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ସନ୍ଦେହ କରି ପୁଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପାଳାଖେମୁଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକେ ହୃଦଘାତରେ ମୃତ୍ୟୁ ହୋଇଥାଇପାରେ ବୋଲି କହୁଥିବା ବେଳେ ଅନ୍ୟ କିଛି ଏହା ହତ୍ୟା ହୋଇଥାଇପାରେ ବୋଲି ଆଲୋଚନା କରୁଥିବା ଶୁଣିବାକୁ ମିଳିଛି। ବ୍ୟକ୍ତି ଜଣକର କିପରି ମୃତ୍ୟୁ ଘଟିଲା ତା ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ପାଳା ପୁଲିସ ପକ୍ଷରୁ କୁହାଯାଇଛି।